ଆମେରିକା ସଟ୍ଡାଉନ୍, ବିନା ଦରମାରେ ଛୁଟିରେ ଯିବେ 7.5 ଲକ୍ଷ କର୍ମଚାରୀ, ବନ୍ଦ ରହିବ ସରକାରୀ ଅଫିସ। ଆମେରିକାରେ ଏକ ବଡ଼ ସଙ୍କଟ ଦେଖାଦେଇଛି। ଆମେରିକାରେ ଏବେ ବନ୍ଦ ଲାଗୁ ହୋଇଥିବା ଜଣାପଡ଼ିଛି। ଏହାର କାରଣ କ'ଣ? ସଟ୍ଡାଉନ୍ର ଅର୍ଥ କ'ଣ? ତ ଚାଲନ୍ତୁ ଆଜି ଆମେ ସେ ବିଷୟରେ ପୁରା ଡିଟେଲ୍ସରେ ଏହି ଭିଡ଼ିଓ ମାଧ୍ୟମରେ ଜାଣିବା। ତ ଚାଲନ୍ତୁ ଡେରି ନ କରିକି ଭିଡ଼ିଓଟିକୁ ଆରମ୍ଭ କରିବା। ଆରମ୍ଭ କରିବା ପୂର୍ବରୁ ସମସ୍ତଙ୍କୁ ଅନୁରୋଧ, ଯେଉଁମାନେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ଏବେ ହିଁ ଆପଣମାନେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ତ ଚାଲନ୍ତୁ ଆଜିର ଭିଡ଼ିଓଟିକୁ ଆରମ୍ଭ କରିବା। ଆମେରିକାରେ ଏକ ବଡ଼ ସଙ୍କଟ ଦେଖାଦେଇଛି। ଆମେରିକାରେ ଏବେ ବନ୍ଦ ଲାଗୁ ହୋଇଥିବା ଜଣାପଡ଼ିଛି। ଏହାର କାରଣ ହେଉଛି ସିନେଟରେ ରିପବ୍ଲିକାନ କିମ୍ବା ଡେମୋକ୍ରାଟଙ୍କ ପାଣ୍ଠି ବିଲ୍ ପାସ୍ ନ ହୋଇପାରିବା। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦଳକୁ ସେନେଟରେ ଏକ ଅସ୍ଥାୟୀ ପାଣ୍ଠି ବିଲ୍ ପାସ୍ କରିବା ପାଇଁ ଅତି କମରେ 60 ଭୋଟ ଆବଶ୍ୟକ ଥିଲା, କିନ୍ତୁ ବିଲ୍କୁ କେବଳ 55 ଭୋଟ ମିଳିଥିଲା। ଯାହା ଫଳରେ ବିଲ୍ ପାସ୍ ହୋଇପାରିନଥିଲା। ବିଲ୍ ପାସ୍ ନ ହେବାରୁ ସରକାରୀ ଖର୍ଚ୍ଚ ପାଇଁ ଆବଶ୍ୟକ ପାଣ୍ଠି ମଧ୍ୟ ମଞ୍ଜୁର ହୋଇପାରିନଥିଲା। ଆମେରିକାର ଆଇନ ଅନୁଯାୟୀ ବଜେଟ୍ କିମ୍ବା ଅସ୍ଥାୟୀ ପାଣ୍ଠି ବିଲ୍ ପାସ୍ ନ ହେବା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସରକାରୀ ବିଭାଗ ଏବଂ ସେବାଗୁଡ଼ିକୁ ବନ୍ଦ କରିବାକୁ ପଡ଼ିଥାଏ। ଏହି ପରିସ୍ଥିତିକୁ ସଟ୍ଡାଉନ୍ କୁହାଯାଏ। ଏହା ଗତ 2 ଦଶନ୍ଧି ମଧ୍ୟରେ ଆମେରିକାରେ ପଞ୍ଚମ ବଡ଼ ସଟ୍ଡାଉନ୍ ବୋଲି କୁହାଯାଉଛି। 7 ବର୍ଷ ମଧ୍ୟରେ ଏହା ପ୍ରଥମ ଥର ହେବ ଯେତେବେଳେ ପାଣ୍ଠି ଅଭାବରୁ ଆମେରିକାରେ ଅନେକ ସେବା ପ୍ରଭାବିତ ହେବା। 2018ରେ ଟ୍ରମ୍ପଙ୍କ ପୂର୍ବ କାର୍ଯ୍ୟକାଳରେ ଏହି ବନ୍ଦ 34 ଦିନ ଧରି ଚାଲିଥିଲା। ଏଥର ଏହି ବିପଦକୁ ଅଧିକ ଗମ୍ଭୀର ବୋଲି ବିବେଚନା କରାଯାଉଛି, କାରଣ ଟ୍ରମ୍ପ ଏହାକୁ ଲକ୍ଷ ଲକ୍ଷ କର୍ମଚାରୀଙ୍କୁ ଛଟେଇ କରିବା ଏବଂ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ବନ୍ଦ କରିବାକୁ ପ୍ରସ୍ତୁତ ହେବା ପାଇଁ ଏକ ବାହାନା ଭାବରେ ବ୍ୟବହାର କରିପାରନ୍ତି। ସେ ସଟ୍ଡାଉନ୍ ପୂର୍ବରୁ ଏନେଇ ଇଙ୍ଗିତ କରିସାରିଛନ୍ତି। ସଟ୍ଡାଉନ୍ର ଅର୍ଥ କ'ଣ? ଯେତେବେଳେ ଆମେରିକୀୟ ସଂସଦ ସରକାରୀ ଖର୍ଚ୍ଚ ପାଇଁ ବଜେଟ୍ କିମ୍ବା ପାଣ୍ଠି ବିଲ୍ ପାସ୍ କରିବାରେ ବିଫଳ ହୁଏ, ସେତେବେଳେ ଅନେକ ସରକାରୀ ବିଭାଗରେ କାମ ବନ୍ଦ ହୋଇଯାଏ ଏବଂ ଅନେକ ସେବା ପ୍ରଭାବିତ ହୁଏ। ଏହାକୁ ସଟ୍ଡାଉନ୍ ବୋଲି କୁହାଯାଏ। ଏହି ସମୟରେ ଜାତୀୟ ସୁରକ୍ଷା ଏବଂ ଜୀବନ ରକ୍ଷା ସହ ଜଡ଼ିତ ଅତ୍ୟାବଶ୍ୟକ କାର୍ଯ୍ୟ ଜାରି ରହେ, ଯେପରିକି ସାମରିକ ବାହିନୀ, ବିମାନ, ଟ୍ରାଫିକ୍ ନିୟନ୍ତ୍ରଣ, ସୀମା ସୁରକ୍ଷା ଏବଂ ପେନ୍ସନ୍ ଦେୟ। ତେବେ ଏହି କାର୍ଯ୍ୟରେ ନିୟୋଜିତ ଅନେକ କର୍ମଚାରୀଙ୍କୁ ବିନା ଦରମାରେ କାମ କରିବାକୁ ବାଧ୍ୟ କରାଯାଇଥାଏ। ଏହା ସହ ଲକ୍ଷ ଲକ୍ଷ ସରକାରୀ କର୍ମଚାରୀଙ୍କୁ ବିନା ଦରମାରେ ଛୁଟିରେ ରଖାଯାଇଥାଏ। ହ୍ୱାଇଟ୍ ହାଉସ୍ର ପ୍ରତିକ୍ରିୟା। ହ୍ୱାଇଟ୍ ହାଉସ୍ ବିରୋଧୀ ଦଳ ଉପରେ ଆକ୍ରମଣ କରି କହିଛି ଯେ ଡେମୋକ୍ରାଟଙ୍କ ନୀତି ସଟ୍ଡାଉନ୍ କରିବାକୁ ବାଧ୍ୟ କରିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚେତାବନୀ ଦେଇଛନ୍ତି ଯେ ସରକାରୀ କାର୍ଯ୍ୟ ବନ୍ଦ ଯୋଗୁଁ ବ୍ୟାପକ ଛଟେଇ ହୋଇପାରେ। ଏହି ବନ୍ଦ ଦ୍ୱାରା ଲକ୍ଷ ଲକ୍ଷ ସରକାରୀ କର୍ମଚାରୀ ପ୍ରଭାବିତ ହୋଇପାରନ୍ତି। ପ୍ରତିରକ୍ଷା ମନ୍ତ୍ରାଳୟ କହିଛି ଯେ ସାମରିକ ଏବଂ ରିଜର୍ଭ ବାହିନୀ ବିନା ଦରମାରେ କାମ ଜାରି ରଖିବେ। କୋର୍ଟ ଏବଂ ବିମାନ ସେବା ମଧ୍ୟ ପ୍ରଭାବିତ ହୋଇପାରେ। ଏକ ସର୍ଭେରୁ ଜଣାପଡ଼ିଛି ଯେ 38% ଲୋକ ବନ୍ଦ ପାଇଁ ରିପବ୍ଲିକାନଙ୍କୁ ଦାୟୀ କରିଥିବା ବେଳେ 27% ଡେମୋକ୍ରାଟଙ୍କୁ ଏବଂ 31% ଉଭୟ ଦଳକୁ ସମାନ ଭାବରେ ଦାୟୀ କରିଛନ୍ତି। ଟ୍ରମ୍ପଙ୍କ କାର୍ଯ୍ୟକାଳରେ ପୂର୍ବରୁ ମଧ୍ୟ ହୋଇସାରିଛି ସଟ୍ଡାଉନ୍। ଟ୍ରମ୍ପଙ୍କ ପ୍ରଥମ କାର୍ଯ୍ୟକାଳରେ ପ୍ରଥମ ସଟ୍ଡାଉନ୍ ଡିସେମ୍ବର 22, 2018ରୁ ଜାନୁଆରୀ 25, 2019 ପର୍ଯ୍ୟନ୍ତ ହୋଇଥିଲା। ଏହି ବନ୍ଦ 35 ଦିନ ଧରି ଚାଲିଥିଲା, ଯାହା ସବୁଠାରୁ ଲମ୍ବା ସମୟ ଥିଲା। ଏହାର ମୁଖ୍ୟ କାରଣ ଥିଲା ମେକ୍ସିକୋ ସୀମା ପ୍ରାଚୀର ପାଇଁ ପାଣ୍ଠି ବିବାଦ। ଟ୍ରମ୍ପ ଆମେରିକା ମେକ୍ସିକୋ ସୀମାରେ ଏକ ପ୍ରାଚୀର ନିର୍ମାଣ ପାଇଁ କଂଗ୍ରେସକୁ $5.7 ବିଲିୟନ ଦେବାକୁ ଅନୁରୋଧ କରିଥିଲେ, କିନ୍ତୁ ଡେମୋକ୍ରାଟମାନେ ଏହାକୁ ଅନୁମୋଦନ କରିବାକୁ ମନା କରିଦେଇଥିଲେ, ଯାହା ଫଳରେ ସଟ୍ଡାଉନ୍ ହୋଇଥିଲା। ଦ୍ୱିତୀୟ ବନ୍ଦ 14 ଫେବୃଆରୀ 2019ରେ ହୋଇଥିଲା ଏବଂ ପ୍ରାୟ 3 ଦିନ ଧରି ଚାଲିଥିଲା। ଆଶା କରୁଛି ଆପଣମାନେ ଭିଡ଼ିଓ ଦେଖି ସବୁକିଛି ବୁଝିଯାଇଥିବେ ଯେ କ'ଣ ପାଇଁ ଆଉ କାହିଁକି ଆମେରିକାରେ ସଟ୍ଡାଉନ୍ ଚାଲିଛି ଆଉ ଏହାର ଅର୍ଥ କ'ଣ। ଯଦି ଆପଣମାନଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଥାଏ ଦୟାକରି ଏହି ଭିଡ଼ିଓକୁ ବହୁତ ମାତ୍ରାରେ ଲାଇକ୍, ସେୟାର ଓ କମେଣ୍ଟ କରିଦିଅନ୍ତୁ। ଆଉ ଯେଉଁମାନେ ଆମ ଚ୍ୟାନେଲକୁ ଏପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିନାହାନ୍ତି ଆପଣମାନଙ୍କୁ ଅନୁରୋଧ, ଆପଣମାନେ ଏବେ ହିଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଆଜି ପାଇଁ ଏତିକି। ପୁଣି ଦେଖା ହେବ ଆଉ ଏକ ନୂଆ ଭିଡ଼ିଓରେ। ସେତେ ପର୍ଯ୍ୟନ୍ତ ମୁଁ ଆପଣମାନଙ୍କଠାରୁ ବିଦାୟ ନେଉଛି। ଧନ୍ୟବାଦ।